ଦାସେ ହୋ ତୁମ ରେବ ଆଜି ଜଳୁଛି। ତୁମ ରେବ ଆଜି ଶତଶତିକା ନିଆଁ ଆଜି ଶତଶତିକା ଚୁଲି ହୋଇ ତୁମରି ଅଗଣାରେ ଜଳୁଛି। ଆସ ଦେଖିବ ତୁମ ରେବ ଆଜି ଶତଶତିକା ନିଆଁ ଆଉ ଶତଶତିକା ଚୁଲି ହୋଇ ତୁମରି ଅଗଣାରେ ଜଳୁଛି। କାହିଁକି ଶିଖେଇଲ ତୁମେ ତାକୁ ପାଠ ପଢିବା? କାହିଁକି ଶିଖେଇଲ ତୁମେ ତାକୁ ସ୍ୱପ୍ନ ଦେଖିବା? କାହିଁକି ଶିଖେଇଲ ନାରୀ ଆଉ ପୁରୁଷ ସମାନ ଅଧିକାର ବୋଲି ଦୁଃସାହସ କରି ଭାବିବା? ବ୍ୟାସେ ହୋ ଆସ ଦେଖିବ ତୁମ ରେବ ଆଜି ନିଆଁ ହୋଇ ଜଳୁଛି। ଭଲ ହେଇଥାନ୍ତା ସେ ଚୁଟି ପକା ଶିଖିଥାନ୍ତା, ପିଠା କରା ଶିଖିଥାନ୍ତା, ହାଣ୍ଡି ଚାଉଳ ସମ୍ଭାଳି କାହା ଘରେ ବନ୍ଦୀ ହୋଇ ହୁଏତ ବଞ୍ଚି ଯାଇଥାନ୍ତା। ନା ନା, ମୁଁ ଭୁଲ କହିଲି। ବଞ୍ଚିବା ପାଇଁ ସେ ତ ଜନ୍ମ ହେଇନି, ଦେବ ଜଳିବା ପାଇଁ ହିଁ ଜନ୍ମ ହେଇଛି। କେବେ ଘରୋଇ ହିଂସାରେ, କେବେ ଯୌତୁକ ଜୁଇରେ, ଆଉ କେବେ ବାହାରକୁ ଗୋଡ଼ କାଢିଲେ ତା ସୁନ୍ଦର ଶରୀର ପାଇଁ, ତା ଛୋଟିଆ ପୋଷାକ ପାଇଁ, ଆଉ କେବେ କୁସଂସ୍କାରୀ ଅଶିକ୍ଷିତ ପୁରୁଷର ଛୋଟ ମାନସିକତା ପାଇଁ ରେବ ହିଁ ଜଳିବ। ବ୍ୟାସେ ହଉ ତୁମ ରେବର ବୁକୁ ଫଟା ଚିତ୍କାର ପହଞ୍ଚି ପାରୁନି ଏକ୍ସ, ଟ୍ୱିଟର, ଫେସବୁକ୍ ମାଧ୍ୟମରେ କୌଣସି ମାନବିକତାର ନଦୀ ଆଉ ସମୁଦ୍ରର ଅଖଳଦୟ ମାନବିକତାର ପାଣି ଟିକେ ଛିଞ୍ଚି ହେଇପାରୁନି ତୁମ ରେବ। ତେଣୁକରି ତୁମେ ବାବା ସାହେବଙ୍କ ସହିତ ଦେଖା କରି ପୁଣି ଥରେ ସମ୍ବିଧାନ ପ୍ରଣୟନ କର। ତୁମ ରେବକୁ ବଞ୍ଚେଇବା ପାଇଁ ଏ ଜେଲର କାଳ କୋଠରୀ ଛୋଟିଆ ପଡ଼ିଗଲାଣି। ତୁମେ ସେ ପୁରୁଷମାନଙ୍କ ପାଇଁ ନୂଆ ନିୟମ ତିଆରି କର, ନୂଆ ସମ୍ବିଧାନ ପ୍ରଣୟନ କର, ଯୋଉଥିରେ ରେବକୁ ଖରାପ ନଜରରେ ଦେଖୁଥିବା ସବୁ ପୁରୁଷମାନଙ୍କର ଆଖି ଦିଟା ବାହାର କରିଦିଅନ୍ତୁ, ଆଉ ପୁରୁଷ ବୋଲଉଥିବା ସେ ପୁଅକୁ ସେ ଶରୀରରୁ କାଟି ବିଚ୍ଛିନ୍ନ କରିଦିଅନ୍ତୁ, ହାତ ଗୋଡ଼ କାଟି ପଙ୍ଗୁ କରିଦିଅନ୍ତୁ। ତାପରେ ହୁଏତ ତୁମ ରେବ ଆଉ ନିଆଁ ହେବନି କି ଚୁଲି ହେବନି। ବ୍ୟାସେ ହଉ ତୁମ ରେବ ଆଜି ନିଆଁ ଆଉ ଚୁଲି ହେଇ ଜଳୁଛି। ଆସ ଦେଖିବ ସେ ପୁଣି ତୁମରି ଅଗଣାରେ।